ମା କାଳୀ ତୁ ବଳି ନେ ମୋ ପିଲାଟାକୁ ଭଲ କରିବେ। अबे ये कौन चाली जे मत सीरियस को तोर कोन हिजी जानछु कौन है बा दिल को से ये कौन चाली जी कौन जख अंडर मन अछि जख घोरी आपण माने अबिका देखुचंदी जख वीडियो पार्ट 4 ए जन कोन कुंड फुंड करिया पड़िया ना कोन करिया पड़ियो हबो एठी रखु नांदी बाबा नले को कुकुड़ा डे रख दे ना जी जीवनी छाड़ दे बाबा ये कुंड फुंड तयारी करो केमिति कोन करियो करो जीवन घोरी बा मुर्जो बुर्जो किछ दरकार की किछि दरकार नाही। मुर्जो मुर्जो थिला मोर मने पडुची सेदिरे कामटा हेइ जिवो एइटा को बसचो ठीक भांगी दियो दियो भांगी दवा जगो आयोजन कर ओके घोरी किछि हबनी तारे बळीटा दे देने से उठी बसियो उठी दौड़ियो जेमी दौड़ियो सेई बे बाबा कर मुर्जो भाई बाबा पकेलेनी मुर्जा पकेई मु बसियो मुर्जोटा पकेई सारे ट्रस्टा मारी बाबा मु पके देबी की हां पकेई दंतु बसियो पके दवा केमिति कहबे लेमु पकेई ना से पको पकेबी ताबरे कोन छकी मारो कोन घोरी तापरे अरे एठी गोटे गोल टे बुला कोडी एठी गोटे गोल बुला हां ऊपर रे गोटे गोल बुला हां ऊपर गोटे बुला हां आओ ए गला मुर्जो है ओके ओके मो तो काठर आयोजन कर दियो तारो रो पका नाउ बाबा सेठी कोन करछन देखिबा हां एतिके हेइ जीवो एतिके आराम से हेइ आजर कोन केमिति बलिटा हवा हम टी देखिबा कोन बाबा पको जदी बलि पको छ सरी साइला परे बलिटा बाबा दिया हो एटा बाबा टिके जाकी जुकी देलेनी भलो होइथांदा टी ना सेतिके हेइ जो हो घोरी देखुछु ना थरकरे बोतारे खाली बोतारे लगे दिले पाकुडी आण ओम क्लीं क्लीं चामुंडा स्वाहा ओम क्लीं क्लीं चामुंडा स्वाहा ओम मां काली स्वाहा ओम चामुंडा स्वाहा ओम चामुंडा स्वाहा ओम काली मां स्वाहा ओम चामुंडा स्वाहा ओम काली मां स्वाहा ओम चामुंडा स्वाहा ओम काली मां स्वाहा अब बळी दिया हो कुकुड़ा मां काली तू बळी ने मो पिलाटा को भलो करी दे बळी दिया आइला आकू जियो ता बाबा ये कोन मजे जळुची भूस से हैं बाबा ये कोन भूस उठिला से तो से कोन उठिला बळी दिया आइला अबे मु एबे कोउठी अछि दिवेदा बसियो कोउठी अछि कोउठी जी मु एबे कोउठी अछि ये कोन सब कुकुड़ा मुकुड़ा धरछ ये कोउठी आसु जी गुड ये कोन सब चालची कोन ये बाबा तुम चमत्कार कर देलो ये कोन चाली उठी बोला अबे ये कोन चाली जे मत सीरियस को तोर कोन हिजी जानछु
କଣ ହେଇଯିବ ଥିଲକ ସେ ଇଏ କଣ ଚାଲିଛି କଣ? ଜଖ ମନେ ଅଛି ଜଖ ଯଖ ହଁ ଆମେ ତ ଭିଡିଓ କରିବାକୁ ଆସିଥିଲେ। ଜଖ ଏଇଠି ଯୋଉ ତୁମ ଗୋଡ ଧରେ ପଶିଗଲାଣି ଗୋଡ ଧରେ ପଶିକି ଧନ ଆରେ ଭାଇ ରେ ସେ ବଳି ମଳି ଏଗୁଡା କଣ? ଆମେ ଛାଡି ପଳେଇଲା ତାପରେ ବବୁଲ କଲ୍ କଲୁ ବବୁଲ ଆଇଲା ତାପରେ ବାବୁଲ ବାବାଙ୍କୁ ନେଇକି ଆଇଲା ତାପରେ ଆମେ ଓରି ଆରେ ଭାଇ ମୁଁ କିଛି ବୁଝି ପାରୁନି ଏ କୁକୁଡ଼ା ଧରିଛନ୍ତି ଏଟା ମାରି ସାଇଲେଣି ଏଟା କଣ ଚାଲିଛି କଣ ଏଇଠି? ତମକୁ ସେ ଚକ୍ରରେ ଯୋଉ ପଶିଲା ତାକୁ ତମକୁ ବଞ୍ଚିବା ପାଇଁ ୟାକୁ ବଳି ଦିଆହେଲା ବାବା ଆସି କହିଲେ ତମକୁ ଜାଣିଛ 2 ମିନିଟ୍ ପାଇଁ ତୁ ଆବେ ଆମେ ଧନ ଗଲା କିଛି କୁଆଡେ? କହିଲୁ ଚୁପ୍ ହେଇକି ଶୋଇ ପଇଲୁ। ଆମକୁ ଛାଡିକି ପଳେଇଲା ଇରେ ଭାଇ ରେ ଇଏ ବବୁଲ ତାପରେ ଆଇଲା ଇଏ ମୋ ଗୋଡ ଜଖ ପଶି ଆଜି ଯାଇଥିଲା। ଦେଖ ମୁଁ ଯଦି ଫୋନ ଉଠେଇ ନଥାନ୍ତି ମୁଁ ଯଦି ଆସି ନଥାନ୍ତି ଧନ ଭାଇ ଏବେ ଏବେ ଆମର କାମ କଣ ଏବେ କଣ କରିବା? ଏବେ ଏଇଟା ଏଇଟା ଯୋଉ ଇଏ ଆଁ? ଆକୁ ଗାତ ଖୋଳିକି ପୋତି ଦବ ତା ଯୋଉ ହାଡରେ ମୁଁ ଗୋଟେ ତାବିଜ ତିଆରି କରିଦେବି ତମେ ସେଇଟାକୁ ପିଇଦେଲେ ଜଖ ତମ କତିକି ଆଉ ଟୋଟାଲି ଆସିବ କି ଭୂତ ଫେତ ଆସିବି? ତାକୁ 7 ଦିନ ପରେ ବାହା କରିବାକୁ ପଡିବ ଗାତ ଖୋଳିକି ପୋତିଦବ 7 ଦିନ ଭିତରେ ତାକୁ ବାହା କରିବ ବାହା କର ସେଇ ଯୋଉ ତା ଯୋଉ ହାଡରେ ତାବିଜଟା ତିଆରି ହବ ସେଇଟାକୁ ପିଇଦିବ ତମକୁ ଜଖ ଫକ ଆଉ କେହି ଆସିବ ବାବା ଆପଣ ମାନଙ୍କୁ ବହୁତ ବହୁତ ଧନ୍ୟବାଦ ମତେ ଜୀବନ ବଞ୍ଚେଇଥିବାରୁ। କଣ ଏବେ କଣ ହବ କଣ? ଏଇଟାକୁ ଗାତ ଖୋଳି ପୋତିବାକୁ ପଡିବ 7 ଦିନ ଭିତରେ ତାକୁ ବାହା କରିକି ଉଠେଇବାକୁ ପଡିବ ଉଠେଇଲେ ତାପରେ ଆକୁ ତ ହେଲା ଏଇଠି ପୋତିଲେ ବିଲୁଆ ମିଲୁଆ ଖାଇଯିବା ତାକୁ ରଖିବା କଣ? ତାକୁ ଗୋଟେ ସୁରକ୍ଷିତ ଜାଗାରେ ନେଇକି ପୋତିବ ହଁ ଆସ ଏବେ ତମ ସହିତ ଯିମୁ ଆସ ତ ଗାଇସ୍ ଦେଖନ୍ତୁ ଯାହାକି ଆପଣ ମାନଙ୍କୁ ମୁଁ କହିଦଉଛି ମୋ ଗୋଡ ତଳେ ଜଖ ପଶି ଯାଇଥିଲା ମୁଁ ପୁରା ସେ ମୋର ଦେହରେ ଜୀବନ ନଥିଲା କହିବାକୁ ଗଲେ ଏଇଠି ଶୋଇଥିଲି ବାବା ଆସିକି ବଳି ଦେଇକି ମତେ ରକ୍ଷା କଲେ ଆଉ ସେ କୁକୁଡ଼ାକୁ ଏବେ ପୋତିବାକୁ ପଡିବ ଆହୁରି ଏଥିରେ ଗୋଟେ ଚ୍ୟାଲେଞ୍ଜ ରହିଯାଇଛି ଯେ 7 ଦିନ ପରେ କୁକୁଡ଼ାକୁ କାଢିବାକୁ ପଡିବ ଆଉ ସେ କୁକୁଡ଼ା ହାଡରେ ତିଆରି ହବ ମୋ ତାବିଜ ତାପରେ ଯାଇକି ମୁଁ ବଞ୍ଚିମି ନା 7 ଦିନ ପରେ ମୋର ପୁଣି ସେଇଭଳିଆ ଅବସ୍ଥା ହେଇଯିବ କଣ କରିମି ଏବେ ମତେ ବଞ୍ଚେଇ ଦିଅ ମୁଁ ମରିବାକୁ ଏତେ ଜଲ୍ଦି ଚାହେଁ ଚାଲ ଚାଲ ବାବା ଯାହା କହୁଛନ୍ତି ସେଇଆ କରିବାକୁ ପଡିବ ଆମକୁ ଏଇଛାଙ୍କି ଯେତିକି କଷ୍ଟ ହବ କରିବାକୁ ପଡିବ ମୁଁ କେତେ କଷ୍ଟ କନି ହେଲାଣି ଫେରେ ଜିମି ଏଇଛାଁ ବାବାକୁ ନେଇକି ଜିମି ସେଠି ତାଙ୍କ ପାଖକୁ ଛାଡିକି ଆସିବି। ମୁଁ କହୁଛି ତା କୁକୁର ମୁକୁର ଖାଇଯିବେ ତାକୁ ମାନେ ଟାଣି କୁକୁର ମୁକୁର ଖାଇଯିବେ। କିଛି ନାହିଁ ପୋତି ଦେବାକୁ ବାବା କହୁଛନ୍ତି। ଏବେ ବିଲୁଆ ସାଉଣ୍ଡ ପୁରା ଆସୁଛି କେତେ ଜୋର ବିଲୁଆ ସାଉଣ୍ଡ ତ ଆସୁଛି ଚାରି କର ନା ଏବେ କୋଉ ଭଳିଆ ଜାଗାରେ ଆମେ ଫସିଲେ ବେ ସେ କୋଉ ଗଛରେ କିଛି ଶୁଣ ବସ୍ୟ ପଛରେ ଗୋଟେ କିଏ କେହି ଅନ୍ୟାୟ ନାହିଁ କି ଡରିବାର ନାହିଁ ବାବା ଅଛନ୍ତି ଟେନସନ ନିଅନ୍ତି ବାବା ଅଛନ୍ତି ଆମକୁ ରକ୍ଷା କରିବେ ମୋ ଜୀବନକୁ ବଞ୍ଚେଇ ଦେଲେ ପଛ ସେ ସବୁ କଣ ଆବାଜ କୋଉଠି ବୋଲି ଭାଇ ବାଲିରେ ପୋତିଲେ ତ କୁକୁର ଶିଆଳ ଖାଇଯିବେ ଏଇଠି ବାବା ପୋତି ଦବା କି ଏଇଠି ଏଇଠି ବାବା ଆଗକୁ ଆସ ସେଠି ପାଣି ଆସିଲେ ତ ଭାସି ଯିବ ସେଟା ମୁଁ ଯେ ଏଇଠି ବାଲିରେ ପୋତିଲେ ଏଇଠି ପୋତି ଦେବା ଏଇ ଗାତ ଏଇଠି କି ଗାତକୁ ନେଇ କେତେ ଖୋଳ ହେଇଥିବ ବ୍ୟସ୍ତ ହବାର କିଛି ନାହିଁ ଆମେ ଖୋଳିମୁ କି ବାବା ହଁ ଖୋଲି ଦିଅନ୍ତୁ କିଛି ଅସୁବିଧା ନାହିଁ ଖୋଳନ୍ତୁ ମୁଁ ଖୋଳିମି ବାବୁ ଖୋଳ ଗାତ ଖୋଳ ଗଣେଶ ଖୋଳ ଜଲ୍ଦି ଯେତେ ଜଲ୍ଦି ମତେ ଲାଗୁଛି ବିଲୁଆ ମିଲୁଆ ଖାଇଯିବେ ଆକୁ ହେଲା ଆକୁ ମତେ ଲାଗୁଛି ବିଲୁଆ ହରିଆ ଖାଇଯିବେ ରେ ହଁ ବା କଣ କରିବା ଗୁଡୁ ମୁଁ ମାଟିରେ ପୋତିଆ କି ଗଭୀର କରି ପୋତ ଗ୍ଲାସ ଟା ସେଇଠି ଗୋଟେ ପଡିଥିଲା ଆଣିଲବେ ବାବା ଗ୍ଲାସ ଟା ଆଣିମୁ ଗ୍ଲାସ ପାଇଁ ଯିବୁ ଯେତେବେଳେ ମାଡି ବସିବ ସେତେବେଳେ ଗ୍ଲାସ ଟା ଆଣିଲୁ ଯାଇକି ଯା ଗୁଡୁ ନେଇକି ଆସିବ ଯାଅ ଯାଅ ଦେହରେ ସେ ଆତ୍ମା ଆସୁଛି ହଁ ସିଏ ଯିବ ନାହିଁ ତମେ ଯା ଚାଲ 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 ଟର୍ଚ ଟର୍ଚ କଣ ହେଲା ବି ମତେ ମୋ ପାଖରେ ଅଛି ତୋ ପାଖରେ ଅଛି ତଳକୁ ମାର ଏଇ ମାଟି ପାରୁଛି ରେ ହଉନି ରେ ଏତିକି ଖାଲିରେ ପୋତିଲେ ହବ ନା ବିଲୁଆ ସିଏ ହବ ନାହିଁ ଅଧିକ ଖୋଳିବାକୁ ଖୋଳିକି ଖାଇଦେବେ ହାଉଡା ନେଇ ଆସିଥିଲେ ଭଲ ହେଇଥାନ୍ତା ଯିବା ଘରକୁ ନେଇକି ଆସିବା ତା ଅପେକ୍ଷା ନେଇ ଯାଇକି ଆମ ସେଠି ବୁଝିଦବା ପୋତିବା ଏଇଠି କଣ କରିବା ଆଉ ଏରା ଟାଣିବେ ବାବୁଲୁ ଦେ ଟାଣି ଦେ ଦିଅ କଣ ହେଇଯାଉଛି କଣ ମୋର ତାହେଲେ ଏମିତି କିଛି ପରିସ୍ଥିତି ହେଇଯାଇଥିଲା ଗାଇସ୍ ଗୋଟେ ସାଙ୍ଗର ଜୀବନଟା ଆଗେ ତା ପାଇଁ ଏତିକି କରିବେ ଯିବନି ହଁ କରିବାକୁ ପଡିବ ନା ନକଲେ କେମିତି ହବ ସେଟା କଣ କଣ ପୂଜି ଦଉଛି
ମୁଁ ଏ ଗାତଟା ଚଉଡ଼ା କରିଦେଲି ବୁଝି ଦଉଛି ଜାଣିପାରୁନି। ମତେ ମୋ ସହିତ ଏମିତି କିଛି ଘଟିଥିଲା ଛା ପାଗଳ ମତେ ବଞ୍ଚେଇ ପାଇଲନି କେହି। ବଞ୍ଚେଇ ପାଇଲୁନୁ ତୁ ଏଇ ସାଙ୍ଗେ କଣ କରିଥାନ୍ତୁ ଜାଣିଛୁ ନା ସେଇଠି ପେଟେଇକି ଶୋଇଥାନ୍ତୁ ସକାଳ ହେଇଥାନ୍ତା କଣ ହେଇଥାନ୍ତା କେହି ଜାଣିନାହାନ୍ତି। ଯାହା ଠିକ ସମୟରେ ମୁଁ କହିବାକୁ ଗଲେ ମୂର୍ତ୍ତିରେ ଉଠିଥିଲି ବୋଲି ଇଏ ଫୋନ କଲା ମୁଁ ଉଠେଇଦେଲି ନହେଲେ ମୁଁ ଉଠେଇ ପାରିଥାନ୍ତି ତାକୁ ଫୋନ ତ ମୁଁ ଉଠେଇ ପାରିନଥାନ୍ତି। ଦିଅ ବାବା ଏତିକି ଖାଲରେ ପୋତି ଦବା। ନାଇଁ ଆଉ ଟିକେ ଖୋଲ। ବାବୁଲ ଟିକେ ଖୋଲିବେ। ଦେ ତ ଗାଇସ୍ ଦେଖନ୍ତୁ ଆମର କୁକୁଡ଼ା ବଳି ଦିଆ ହେଇଥିଲା ତାକୁ ପୋତିବା ପାଇଁ ଆମର ଚାଲିଛି ଗାତ ଖୋଳା। ବାବା ସେଠି କୁକୁଡ଼ାକୁ ମଲା କୁକୁଡ଼ାକୁ ଅଲରେଡି ଧରିଛନ୍ତି ତାକୁ ପୋତିମୁ। ଆମ ସହିତ କଣ ଘଟିବ କଣ ନାହିଁ ଆମେ ଜାଣିନୁ। ଏଇଟା ପୋତି ଦେଇକି ତାହେଲେ ପଳେଇବା ଜଲ୍ଦି। ପୁଣି 7 ଦିନ ପରେ ଆସିବାକୁ ପଡିବ। ପୋତି ଦେଇକି ଫେର କଣ ହବ ଜାଣିଛୁ ନା ପୋତି ନେଇକି ମୁଁ ଫେର ଯିମି ବାବାଙ୍କୁ ଛାଡିବାକୁ ତାକୁ ଫେର ଛାଡିକି ଆସିକି ଫେର ତମ ମାନେ କେମିତି ଯିବ ତାଙ୍କ ବ୍ୟବସ୍ଥା ଫେର ଅଛି। ଆମ ପାଖରେ ତ ସେ ଆର ଗାଡିଟା ଅଛି ନା ଆମେ ପଳେଇବୁ। ତ ଦିଟା ଗାଡି ନେଇକି ଆସିଥିଲ ନା ଆଉ ଟିକେ ମୁଁ ଖୋଳି ତମେ ତାହେଲେ ଗୋଟେ ଗାଡିରେ ପଳେଇ ମୁଁ ନେଇ ଯିମି ବାବାଙ୍କୁ ସେଠି ଛାଡି ଦେଇକି ମୁଁ ମୋ ଘରକୁ ଯିବି ଆଉ। ସେତିକି ହେଇଯିବ ପୁତନ୍ତୁ ନା ଆଉ ଟିକେ ଖୋଳିବା। ସେତିକି ଥାଉ କେହି ନୁହେଁ ନା ନା ଖୋଳିଦବା ମୋର ଭାଇ ଜୀବନ ବଞ୍ଚିବା ଦରକାର। ଗାତ ପୁରା ଏତେ ଗଭୀର ହେଇଗଲାଣି। ବାବା ଏତିକିରେ ହବ ଦେଖିଲ ଏତିକିରେ ହେଇଯିବ। ପୁତ ଉଠୁ ନିରୁଆ ଉଠୁ ଡେରି ହୋନା ଦେଖେ ଉଦୟ ବାବା ଆଇଲାଣି ବାବା ସ୍ୱାହା ଓମ୍ କ୍ଲିଂ କ୍ଲିଂ ଚାମୁଣ୍ଡା ସ୍ୱାହା। ଏ କୁକୁଡ଼ା କଣ ବଳି ଯିବ? କ୍ଲିଂ କ୍ଲିଂ ଚାମୁଣ୍ଡା ସ୍ୱାହା। ଅଘୋରୀ ଗାଇସ୍ ଦେଖନ୍ତୁ ଆମ କୁକୁଡ଼ାକୁ ପୋତା ହେଲା। ମାଟି ଦେଉନି ବେ ଗଣେଶ ଥାଉ ଚାଲ ରୁହ ନା ପୁରା ସମାନ କରିଦବା ସମାନ କରିକି ଏଇଠି ଗୋଟେ କିଛି ଦବା। ପୋତ ଶୀଘ୍ର ପୋତ ବେ ଗୁହ ମୁହ ଯାହା ଦେଖୁଛି ଦେଖ ପୋତି ଦିଅ ହସ ନେବେ କଣ ଘଟିଲା ଆମ ସହିତ ଭାବ। ହସିବ ମାନେ ଲାଗିଲା ବାବା ଆମେ କଣ କରିବା? ଶୁଣ ଗ୍ଲାସ ଟା ବାବା ଖୋପାଡି ଦଉଛି। ନା ଫୋପାଡ ନା ବାବାଙ୍କର ଦରକାର ହବ। ପୋତା ହେଇଗଲା ମୁଁ ଚପଲ 7 ଦିନ ପରେ ଆଜ୍ଞା ତାକୁ ଖୋଳିବି। ଧର ହାଡଟା ଫେର କଣ କରିବି? ମତେ ଦେବେ ଆଜ୍ଞା ମୁଁ ସେତେ ଗୋଟେ ତାବିଜ ତିଆରି କରିବି ଆଜ୍ଞା କଳା ଭିତରେ ହଁ ତମେ ନାଇବ। ତାପରେ ଆମ ସହିତ ଆଉ କିଛି ଅସୁବିଧା ହବାର ନାହିଁ। ହଁ ଯୋଉ ଯଖ ଆସୁଛି ତମ ସାଙ୍ଗରେ ସେ ଆଉ ଟୋଟାଲି ଆସିବନି। ଆଜ୍ଞା ହେଲା ସେଇଟାକୁ ହାତରେ ବାନ୍ଧିବ ସେ ଯୋଉ ହାଡ ଯୋଉ କବଚା ତିଆରି ହବ ସେଇଟା ପିନ୍ଧିବ। ତ ଗାଇସ୍ ଆପଣ ମାନେ ଶୁଣି ପାରୁଥିବେ ଆମର କୁକୁଡ଼ା ଅଲରେଡି ପୋତା ହେଇଗଲା। ଆଉ 7 ଦିନ ପରେ ପୁଣି ଆପଣଙ୍କ ସହିତ ଦେଖାହବ। ଆଉ ହାଡ ବାହାରି କରିମୁ କିମ୍ବା ତା ଦେହରେ କିଛି ଥିବ କିମ୍ବା କଣ ହବ ମୁଁ ଜାଣିନି। ତା ପାଇଁ ରହିଥିବ ନା ହାଡ ତ ଥିବ ନା ହାଡ ଥିବ ବିଲୁଆ ଶିଆଳ ଆଉ ସବୁ ବାଲି ଖାଇଯାଇଥିବ ନା ବାଲି ତାକୁ ଖାଇଦବ କୁକୁଡ଼ା ଟୋଟାଲି କିନ୍ତୁ ହାଡଟା ଥିବ। ତ ଗାଇସ୍ ଆପଣ ମାନେ ଦେଖିଲେ କି ଯାହା ଘଟିଗଲା ମୋ ସହିତ। ତ ଆମେ ରହିଲୁ ଆମ ଏଇ ଭିଡିଓରେ ପୁଣି ଆଉ ଗୋଟେ ଆର ଏପିସୋଡ ଆସିବ ଆପଣ ମାନେ ଦେଖିବେ। ଜୟ ଜଗନ୍ନାଥ।